पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिर्भिर्ध्यानगम्यं वन्दे विष्णु भवभयहरं सर्वलोकैकनाथं। यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहम्। परित्राणाय साधूनां विनाशाय तदुष्कृतां धर्मसंस्थापनार्थाय संभवामि युगे युगे। जयन्ती मंगलाकाली भद्रकाली कपालिनी दुर्गा क्षमा शिवा धात्री स्वाहा स्वाहा। वायुर्जमग्नि शशांक प्रजापति नमो नमस्तेस्तु सहस्रकृत्वा पुनस्त्वभियोऽपि नमो नमस्ते। नमस्ते। निज निज आसन रे बसी हृदय को चिंतन कर। हृदय को चिंतन करी दीर्घ स्वर रे ओंकार ध्वनि 9 थर कर। ओंकार ध्वनि 9 थर कला बेले शिशु अनंतंकर से विग्रह तम मन भितरे सृष्टि हवा उचित। समस्ते कर ओ ओ ओ हृदय ध्यान परे ललाट चक्र को ललाट चक्र रु सहस्रा चक्र पर्यंत गोटे बीज मंत्र सर्वनिम्न 3 थर हो बा 5 थर हो चिंतन करिबा। इष्ट गुरुमूर्ति को ध्यान करिबा। ओं 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 ओं। तापरे नासाग्र को ध्यान कर। बंग बीज मंत्र को 5 थर उच्चारण कर। बंग 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 बंग। पुनश्च ना
ନାଭିଚକ୍ର ଠାରୁ ହୃଦୟ ଚକ୍ର ପର୍ଯ୍ୟନ୍ତ ଚିନ୍ତନ କର। ଜଂ ବୀଜ ମନ୍ତ୍ରଟି 5 ଥର ଉଚ୍ଚାରଣ କର। ଜଂ 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 ଜଂ। ଏବେ ହାତ ଯୋଡ଼ି ନମସ୍କାର କର। ହାତ ଯୋଡ଼ି ପ୍ରଭୁଙ୍କୁ ଶିଶୁ ଅନନ୍ତଙ୍କୁ ନମସ୍କାର କଲାବେଳେ ସମସ୍ତେ କୁହ ହଂସ ସୋହମ୍ ଅଂ। 5 ଥର କୁହ। ହଂସ ସୋହମ୍ ଅଂ ହଂସ ସୋହମ୍ ଅଂ ହଂସ ସୋହମ୍ ଅଂ ହଂସ ସୋହମ୍ ଅଂ ହଂସ ସୋହମ୍ ଅଂ। ଏବେ ମୁଣ୍ଡ ଲଗେଇ ସମସ୍ତେ ନମସ୍କାର କର। ପଢ଼ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ସୁତ। ଏବେ ପ୍ରଣାମ କରିସାରିଲ। ବର୍ତ୍ତମାନ କଥା ଟିକେ ଶୁଣ। ନୂଆ ମସିହାର ପ୍ରଥମ ସନ୍ଧ୍ୟାରେ ଅଗଣିତ ଭକ୍ତମାନଙ୍କୁ ଶୁଭେଚ୍ଛା ଅର୍ପଣ କରୁଛି। ଯେଉଁ ଶ୍ଲୋକଟିକି ପଢ଼ିଥିଲି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଏ ଶ୍ଲୋକଟି କାହିଁକି ପଢ଼ା ହେଇଥିଲା ବା ପଢ଼ିବାକୁ ଇଚ୍ଛା ହେଲା? ଅଧର୍ମ ଅନ୍ୟାୟ ଅସାମାଜିକତାର ଦୂରୀକରଣ ପାଇଁ ବା ବିନାଶ ପାଇଁ ନିଜେ ସ୍ୱୟଂ ଭଗବାନ ଅବତାର ଗ୍ରହଣ କରନ୍ତୁ। ତାଙ୍କର ଅବତୀର୍ଣ୍ଣ ପରେ ବା ଅବତାରଣା ପରେ ଆପେ ଆପେ ସବୁ ଜିନିଷ ଦୂରୀଭୂତ ହେଇଯିବ। ଆଲୋକ ଜଳିଲେ ଅନ୍ଧାର ଯେଭଳି ନିର୍ବାପିତ ହୁଏ, ସେମିତି ଅବତାର ଆସିଲେ ଅବନୀର ଉଦ୍ଧାର ଆପେ ଆପେ ହୁଏ। ଯେଉଁମାନେ ନିଜକୁ ଆଜି ଅବତାର ବୋଲି କହୁଛନ୍ତି, ତାହା ବୋଧେ ମିଥ୍ୟା ପ୍ରବଞ୍ଚନା ବୋଲି ବିଚାର କରୁଛି। କାରଣ ସିଏ ଯଦି ପ୍ରକୃତରେ ଆସିଥାନ୍ତେ ଯୁଗାବତାରୀ, ତାହେଲେ ଆଜି ଦୁନିଆରେ ଅଧର୍ମ ଆଉ ଅନ୍ୟାୟ ବଢ଼ି ବଢ଼ି ଚାଲୁନଥାନ୍ତା। ଅଧର୍ମ ଅନ୍ୟାୟର ସପକ୍ଷରେ ବିପକ୍ଷରେ ବହୁ କଥା ଆମେ କହିପାରିବା, କିନ୍ତୁ ଯେମିତି ଅଗ୍ନିଟିଏ ଲଗେଇଲେ ଅନ୍ଧାର ଯିବ, ଆମେ ମହମବତୀ ଜାଳିବା କି ଦୀପ ଜାଳିବା କିମ୍ବା ଦିଆସିଲି ଜାଳିବା କି ଚୁଲି ଜାଳିବା କି ଇଲେକ୍ଟ୍ରିକ୍ ବଲ୍ବ ଜାଳିବା, ଏଇଟା ଗୋଟେ ଅଲଗା କଥା। କିନ୍ତୁ ସେଇଭଳି ଭାବନା ଆମମାନଙ୍କ ଭିତରେ ପ୍ରକୃତରେ ଆସିନାହିଁ। ଦେଖନ୍ତୁ, ଯଦା ତଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଏ କଥାଟା 4ର୍ଥ ଅଧ୍ୟାୟରେ ସେ କହିଲେ। କିନ୍ତୁ ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଲୋକରେ ସେ କହିଲେ
ପ୍ରଥମ ଶବ୍ଦଟିକୁ ସେ ଦେଲେ ଧର୍ମକ୍ଷେତ୍ରେ। ଏଇ ଧର୍ମକ୍ଷେତ୍ରଟି କହିଥିବା ବେଳେ ସେତେବେଳେ ସେ କେଉଁ ଧର୍ମ କଥା କହୁଛନ୍ତି? ଆଜି ଆମେ ଯେମିତି କହୁଛୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ, ସେମିତି କୌଣସି ଧର୍ମର ନାଁ ସେ ନେଇନାହାନ୍ତି। କେବଳ କହିଛନ୍ତି ଧର୍ମକ୍ଷେତ୍ରେ। ତାମାନେ ଧର୍ମର ଗୋଟେ କ୍ଷେତ୍ର ସ୍ୱତନ୍ତ୍ର ଅଛି। ଆପଣମାନେ କହିବେ ଶିଶୁ ଅନନ୍ତ ଆଶ୍ରମ। ଯେତେବେଳେ କହିବେ ଆପଣଙ୍କୁ ଯିଏ ପଚାରିବ ସେ କେଉଁଠି, ଆପଣ କହିବେ ଅରିଲୋରେ, ଜଗତସିଂହପୁର ଜିଲ୍ଲାରେ, ଅବିଭକ୍ତ କଟକ ଜିଲ୍ଲାରେ, ତିର୍ତ୍ତୋଲ ଥାନାରେ, ପାରାଦୀପ ନିର୍ବାଚନ ମଣ୍ଡଳୀରେ, ଓଡ଼ିଶାରେ, ଏମିତି କଥା ଆପଣ ନିଶ୍ଚୟ କହିବେ। ତେଣୁ ତାର ଗୋଟେ ପରିସର ଆପଣ ନିଶ୍ଚିତ ଭାବରେ ଅଛି ଏବଂ ସେଇ କଥାକୁ ଆପଣ ବର୍ଣ୍ଣନା କରିବେ। କିନ୍ତୁ ଗୀତାର ଏଇ ଶବ୍ଦଟି ଉପରେ ଆମେ ଯଦି ଟିକେ ଚିନ୍ତନ କରିବା, ଧର୍ମକ୍ଷେତ୍ରେ, ଏଠି ପୃଥିବୀର ଯେତେ ଧର୍ମକ୍ଷେତ୍ର ରହିଛି, ଆମ ହିନ୍ଦୁ ଧର୍ମରେ ଯେତେ ତୀର୍ଥ ରହିଛି, ଯେତେ ବଡ଼ ବଡ଼ ମନ୍ଦିର ରହିଛି, ସିଏ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ, ଶକ୍ତିପୀଠ, ଶୈବପୀଠ, ବୈଷ୍ଣବ ପୀଠ, ବୃନ୍ଦାବନ, ଅଯୋଧ୍ୟା, ନବଦ୍ୱୀପ, ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ ଧାମ, ଏଇଭଳି ଅନେକ କଥା ଆମ ହିନ୍ଦୁ ଧର୍ମରେ ଅଛି। ଇଏ ହେଉଛି ଆମ ପାଇଁ ଧର୍ମକ୍ଷେତ୍ର। କିନ୍ତୁ ଇସଲାମ ମାନଙ୍କୁ ଯଦି ପଚରାଯିବ ତମ ଧର୍ମକ୍ଷେତ୍ର କେଉଁଠି, ସିଏ କହିବେ ମକ୍କା, ମଦିନା। ଯଦି ଖ୍ରୀଷ୍ଟିଆନଙ୍କୁ ପଚରାଯିବ ତମ ଧର୍ମକ୍ଷେତ୍ର କେଉଁଠି, ନା ଇସଲାମ ମାନେ ଆହୁରି ବି କହିବେ ଆମର ଅମୁକ ଅମୁକ ଜାଗାରେ ପୀର ସବୁ ଅଛନ୍ତି, ପୂଜା ପାଉଛନ୍ତି, ସିଏ ହେଉଛି ଆମ ଧର୍ମକ୍ଷେତ୍ର। ଖ୍ରୀଷ୍ଟିଆନ ମାନଙ୍କୁ ପଚାରିଲେ ସିଏ କହିବେ ଆମ ଧର୍ମକ୍ଷେତ୍ର ହେଉଛି ନିର୍ଦ୍ଦିଷ୍ଟ ସ୍ଥାନ, ନିର୍ଦ୍ଦିଷ୍ଟ ଦେଶର କଥା ସେ କହିବେ। ତାପରେ କହିବେ ଆମର ଯେତେ ଚର୍ଚ୍ଚ ଅଛି ସବୁ ହେଉଛି ଧର୍ମକ୍ଷେତ୍ର। ଗୁରୁଦ୍ୱାର, ଶିଖ ମାନେ ମଧ୍ୟ ଗୁରୁଦ୍ୱାରକୁ କହିବେ, ସ୍ୱର୍ଣ୍ଣ ମନ୍ଦିରକୁ ବି କହିବେ ଧର୍ମକ୍ଷେତ୍ର। ବୁଦ୍ଧଙ୍କର ନାଭିଗୟା ତୀର୍ଥକୁ ସେମାନେ କହିବେ ଧର୍ମକ୍ଷେତ୍ର। ଆଉ ଯେତେ ବୁଦ୍ଧଙ୍କର ମନ୍ଦିର ରହିଛି ତାକୁ ବି କହିବେ ଧର୍ମକ୍ଷେତ୍ର। ମୋର କହିବା କଥା, ଏଇଭଳିଆ ଧର୍ମକ୍ଷେତ୍ରର କଥାକୁ ଗୀତାର ପ୍ରଥମ ଶବ୍ଦରେ ବର୍ଣ୍ଣନା କରାଯାଇଛି କି, ସେଇଟା ମୋର ବିଶ୍ୱାସ ହୁଏ। ଧର୍ମକ୍ଷେତ୍ର କହିଲେ ଏମିତି ଯୁଗ ଯୁଗ ଧରି ଆମର ଯେମିତି ସାରନା ଧର୍ମ ରହିଛି, ଖ୍ରୀଷ୍ଟ ଧର୍ମ ରହିଛି, ଆଦିବାସୀ ସମ୍ପ୍ରଦାୟର ସ୍ୱତନ୍ତ୍ର ଧର୍ମ ରହିଛି, କିଏ ଅଗ୍ନି ସେବକ, କିଏ ଚନ୍ଦ୍ର ସେବକ, କିଏ ସୂର୍ଯ୍ୟଙ୍କର ସେବକ, ଏଇଭଳି ଧର୍ମକୁ ଭିନ୍ନ ଭିନ୍ନ କରୁଥିବା ମତବାଦୀମାନେ ବା ମତବାଦୀଙ୍କ ପାଇଁ ଗୀତାର ପ୍ରଥମ ଶ୍ଲୋକ ଧର୍ମକ୍ଷେତ୍ର ବୋଲି କୁହାଯାଇଛି କି? ଏ କଥା ଆଜିର ବିଜ୍ଞ ବ୍ୟକ୍ତିମାନେ ଚିନ୍ତା କରିବା ଉଚିତ। ହଁ, ଯେଉଁ କ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଗୀତା କହିଥିଲେ ସେ କ୍ଷେତ୍ର ହରିୟାଣା ପ୍ରଦେଶର
କୁରୁକ୍ଷେତ୍ରରେ କହିଥିଲେ ସେ କ୍ଷେତ୍ରଟି ଆଜି ବି ଅଛି। ସେଠି ମାନେଶ୍ୱର ଅଛନ୍ତି, ସେଠି ମା ଭଗବତୀଙ୍କର ପୀଠ ରହିଛି, ବ୍ରହ୍ମ ସରୋବର ରହିଛି, ଜ୍ୟୋତି ସରୋବର ରହିଛି। ତେଣୁ ସେ ହିସାବରେ ସେ ଧର୍ମକ୍ଷେତ୍ର କହିଥିଲେ କି? ହଁ, କେହି ଯଦି ତାକୁ ପୁରାଣବିତ୍ ମାନେ ବା ଯେଉଁମାନେ ପୌରାଣିକ କଥାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ସେମାନେ କହିପାରନ୍ତି ହଁ ସେଇ ଧର୍ମକ୍ଷେତ୍ର। ସେଇ ଧର୍ମକ୍ଷେତ୍ରରେ ଯେହେତୁ କୁରୁପାଣ୍ଡବଙ୍କର ଯୁଦ୍ଧ ହେଇଥିଲା, ତେଣୁ ସେଇ କ୍ଷେତ୍ରଟାକୁ ଭଗବାନ କୃଷ୍ଣ କହିଛନ୍ତି ଧର୍ମକ୍ଷେତ୍ର ବୋଲି। ଏ ତ କୃଷ୍ଣଙ୍କର ଉବାଚ ନୁହେଁ, ଇଏ ଉବାଚଟି ହେଉଛି ଧୃତରାଷ୍ଟ୍ର ରୂପକ ଜଣେ ଜନ୍ମାନ୍ଧ ରାଜା। ସେ କାହାକୁ କହୁଛନ୍ତି? ଜଣକୁ ପଚାରୁଛନ୍ତି, ସେ କ'ଣ ସଞ୍ଜୟଙ୍କୁ ପଚାରୁଛନ୍ତି। ଧୃତରାଷ୍ଟ୍ର ରୂପକ ଜଣେ ଜନ୍ମାନ୍ଧ ରାଜା ସେ ସଞ୍ଜୟଙ୍କୁ ପଚାରୁଛନ୍ତି ଯେ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ। ସଞ୍ଜୟଙ୍କୁ ଦିବ୍ୟ ଚକ୍ଷୁ ଦେଇଛନ୍ତି ଭଗବାନ ବ୍ୟାସଦେବ। ସେଇ ଦିବ୍ୟ ଚକ୍ଷୁ ବଳରେ ସିଏ କହୁଛନ୍ତି ଏଇ କ୍ଷେତ୍ରରେ ମୋ ପୁଅ ଆଉ ପାଣ୍ଡବମାନଙ୍କ ପିଲାମାନେ ସବୁ ଏକାଠି ମିଶିକିରି କ'ଣ କଲେ? ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି ଯୁଦ୍ଧ କରିବା ପାଇଁ। ସେଠି କ'ଣ ମସଲା ମୁଢ଼ି ବସିକିରି ଖାଉଥିଲେ ସେ ପଚାରୁଥିଲେ କି ଚିନାବାଦାମ ଚୋବାଉଥିଲେ? ଯୁଦ୍ଧ କ୍ଷେତ୍ରରେ ଗଲେ ତ ଯୁଦ୍ଧ ହେଉଛି। ତାମାନେ ତାଙ୍କର ଗୋଟେ ସନ୍ଦେହ ହେଲା ଯୁଦ୍ଧ ଆରମ୍ଭ ହେଲାଣି କି ନା। ଏଇଥିପାଇଁ ସେ କହିଥିବେ ଯୁଦ୍ଧଟା ଆରମ୍ଭ ହେଲାଣି କି ନା, ସେଇଟାକୁ ସେ ପଚାରିଥିବେ। ତେବେ ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର ଇଏ କଥାଟାକୁ ବର୍ଣ୍ଣନା କାହିଁକି କଲେ? ସିଏ ତ କହିଥାନ୍ତେ, ସେ କହିପାରିଥାନ୍ତେ ଯେ ଯୁଦ୍ଧ କ୍ଷେତ୍ରରେ ମାମକା ପାଣ୍ଡବାଶ୍ଚୈବ କିମ କୁର୍ବତ ସଞ୍ଜୟ, ଏଇ କଥା କହିପାରିଥାନ୍ତେ କି କେବଳ କୁରୁକ୍ଷେତ୍ର ନାଁ ଟିକେ ନେଇଥାନ୍ତେ। କିନ୍ତୁ ସେ କାହିଁକି କହିଲେ ଧର୍ମକ୍ଷେତ୍ରେ? ଧର୍ମ କହିଲେ ଧାରଣ କରିବା ହେଉଛି ଧର୍ମ। ସୂର୍ଯ୍ୟ ପୃଥିବୀକୁ ଧାରଣ କରିଅଛନ୍ତି। ତେଣୁ ସୂର୍ଯ୍ୟ ହେଉଛନ୍ତି ଧର୍ମ ଦେବତା, ପୃଥିବୀ ହେଉଛି ଧର୍ମକ୍ଷେତ୍ର। ଯେତେ ତାରା ଗ୍ରହ ନକ୍ଷତ୍ର ଆପଣମାନେ ଆକାଶରେ ଦେଖୁଛନ୍ତି ଓ ଛୋଟ ଛୋଟ ତାରକା ବୃନ୍ଦ ଆପଣ ଦେଖୁଛନ୍ତି, କଳ୍ପନା ବି କରିପାରିବେ ନାହିଁ କେତେ କୋଟି ତାରକା ଆପଣ ଦେଖୁଛନ୍ତି। ଯିଏ ଯୋଉଠି ଅଛନ୍ତି ସେ ସେଇଠି ଦେଖୁଛନ୍ତି। ତେଣୁ ତାକୁ ବିଜ୍ଞାନ ପ୍ରମାଣ କଲେ ବା ପ୍ରମାଣ କରି ସାରିଲେଣି, ହୁଏତ କିଛି ବାକି ଥିବ କିନ୍ତୁ ପ୍ରମାଣ କରି ସାରିଲେଣି। ଗୋଟିଏ ସୂର୍ଯ୍ୟ ତାଙ୍କରି ଆଲୋକରେ ସମସ୍ତ ନକ୍ଷତ୍ରମାନେ ଆଲୋକିତ ହେଉଛନ୍ତି। ତାହେଲେ ସୂର୍ଯ୍ୟ ହେଉଛନ୍ତି ଧର୍ମଦେବ। ଏହି ସୂର୍ଯ୍ୟଙ୍କର ସୌରଶକ୍ତି ଗ୍ରହ ତାରା ନକ୍ଷତ୍ର ଠାରୁ ପୃଥିବୀ ମଧ୍ୟ ସେଇ ନକ୍ଷତ୍ର ସବୁଆଡ଼କୁ ଯାହାର ଆଲୋକ ରଶ୍ମି ବିଚ୍ଛୁରିତ ହୋଇ ପଡ଼ିଛି, ସେ ସମଗ୍ର ଜଗତଟା ହିଁ ଧର୍ମକ୍ଷେତ୍ର। এইটা ଆପଣମାନେ ବିଚାର କରନ୍ତୁ। ତାପରେ ଆଉ ଧର୍ମକ୍ଷେତ୍ର କ'ଣ?
ଆମେ ଆଉ ଏତେ ବାଟ ଯାକ ଯାଇପାରିବାନି। ଆଉ କ'ଣ ଏତେ କଥାର ଉତ୍ତର ଦେଇପାରିବାନି। ଆମେ ଯେଉଁ ପୃଥିବୀରେ ବାସ କରୁଛୁ, ଏ ପୃଥିବୀଟି ହେଉଛି ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର। ଆଉ ସବୁ ଜଗତଟା ଧର୍ମକ୍ଷେତ୍ର, କିନ୍ତୁ ଏକମାତ୍ର ପୃଥିବୀ ହେଉଛି ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର। କୁରୁ ଶବ୍ଦ ମାନେ କାମ କର। ଯେଉଁଠି କାମ ଚାଲିଛି, ରାତି ପାଇଲେ ଯେ ମଣିଷ କର୍ମର ଚିନ୍ତା କରୁଛି, ମୁଁ କ'ଣ କରିବି, ସିଏ କୁରୁକ୍ଷେତ୍ର ନ ହେଇକିରି ଆଉ କିଏ କୁରୁକ୍ଷେତ୍ର? ଆଉ ସବୁ ଧର୍ମକ୍ଷେତ୍ର। ତାଙ୍କର ଶକ୍ତିରେ ଆମେ ପ୍ରତିପାଳିତ ହେଉଛୁ। ସେ ଯେଉଁ ଗୀତଟି ତବ ଦିବା ଜ୍ୟୋତି ପରକାଶେ ନୀତି ଗ୍ରହ ତାରା ନୀଳାମ୍ବରେ ତୁମ୍ଭ ତବ ପୂର୍ଣ୍ଣ ହାସେ କୁସୁମ ବିକାଶ ଜୟ ଜଗଦୀଶ ହରେ। ନମୋ ନିରଞ୍ଜନ ନିଖିଳ ନିଦାନ ବ୍ୟାପ୍ତ ସର୍ବଚରାଚରେ ପ୍ରଭୁ ଦୟାମୟ ମଙ୍ଗଳ ଆଳୟ ଜୟ ଜଗଦୀଶ ହରେ। ଏଇ ଯେଉଁ ପଦଟାକୁ ଲେଖିଲେ ତବ ଦିବାଜ୍ୟୋତି ପରକାଶେ ନୀତି, ଏଇ ବିଶ୍ୱ ବା ପୃଥିବୀରେ ଏକଥା ଦେଖିଥାନ୍ତେ। ସେ ଲେଖିଲେ କ'ଣ? ତବ ଦିବାଜ୍ୟୋତି ପରକାଶେ ନୀତି ଗ୍ରହ ତାରା ନୀଳାମ୍ବରେ ତବ ପୂର୍ଣ୍ଣ ହାସେ କୁସୁମ ବିକାଶେ। ଏଇ ଯେଉଁ ଧାଡ଼ିଟା ଆସିଲା, ଏଇଟା ପୃଥିବୀ ପାଇଁ ଆସିଲା। ତେଣୁ ଧର୍ମକ୍ଷେତ୍ର କହିଲେ ପାହାଡ଼ ପର୍ବତ ନଦ ନଦୀ ଝରଣା ବୃକ୍ଷ ତରୁ ତୃଣ ଲତା ଯେଉଁଠି ଅଛି ଏବଂ ଯେଉଁଠି ସମସ୍ତେ କର୍ମରତ। ଆଜି ମଞ୍ଜିଟିଏ ପକେଇଲେ କାଲିକି ସେ ଗଜା ହୁଏ, ତାପରେ ଫସଲ ହୁଏ। ସେଇଭଳି ଏ ସମଗ୍ର ପୃଥିବୀ ହେଉଛି ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର। ଏଇ ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ରର ଗୋଟେ ଛୋଟିଆ ଅଂଶ ହେଉଛି ଯେ ଯେଉଁଠି କୁରୁ ପାଣ୍ଡବଙ୍କର ଯୁଦ୍ଧ ହେଇଥିଲା। ସେଇ କ୍ଷେତ୍ରରେ ପାଣ୍ଡବ 5 ଭାଇ ଆଉ ଇଏ 100 ଭାଇ କି କେତେ ଭାଇ ଯେତେ ହୁଅନ୍ତୁ, ବନ୍ଧୁ ବାନ୍ଧବ ତାଙ୍କ ଅଡ଼ୋଶୀ ପଡ଼ୋଶୀ ବନ୍ଧୁ ବାନ୍ଧବଙ୍କୁ ନେଇକରି ସେଠି ବର୍ତ୍ତମାନ ଯୁଦ୍ଧଟା ଆରମ୍ଭ ହେଲାଣି କି ନା, ସେ ବିଷୟରେ ସେ ସଞ୍ଜୟଙ୍କୁ ପଚାରୁଛନ୍ତି। ଏଇ କଥାଟା ହେଉଛି ମୋ ମତରେ ଏଇଟା ହେଉଛି ଠିକ୍ କଥା ବା ମୋତେ ଠିକ୍ ଲାଗୁଛି। ଆଉ ଜ୍ଞାନୀ ପଣ୍ଡିତ ମାନେ ସେ ତାଙ୍କର କେତେ ଶ୍ଲୋକ ପଢ଼ିବେ, କେତେ କଥା କହିବେ, ଆମେ ବା ତାକୁ ମୁଖସ୍ଥ କରିବା ବା କହିବା ବି ସମ୍ଭବ ନୁହେଁ। ଆମର ଯେତିକି ଚିନ୍ତାରେ ଆସିଲା ଆମେ କହିଲୁ। ସମବେତ ଯୁଯୁସ୍ଥବ ଏଇ ଯେଉଁ କଥାଟା କହିଲେ, ଏଠି କିଏ ଅସମବେତ ମାନେ କିଏ ସମକକ୍ଷ ଯୋଦ୍ଧା ନୁହନ୍ତି? ଯଦି ଯେମିତି ଗୋଟେ ଗପରେ କୁହାଯାଏ, ଏ ଦୁନିଆରେ କିଏ ବଡ଼? ସେ ତାକୁ ପଚାରିଲେ ବଡ଼ ଦୁନିଆରେ କିଏ? ସମୁଦ୍ର। ତାପରେ କିଏ କହିଲା ମେଘ, ତାପରେ କିଏ କହିଲା ପାହାଡ଼ ପର୍ବତ। ମେଘଟା ଏମିତି ହେଇ ହେଇ ଶେଷରେ ଆସି ପହଞ୍ଚିଲା ଗୋଟିଏ ମୂଷା ପାଖରେ। ମୂଷା ଗୋଟେ ଛୋଟିଆ ଜୀବଟିଏ, ସେ ବି ପାହାଡ଼କୁ କାଟି ଦେଉଛି। ତେଣୁ ଦୁନିଆରେ ଯଦି କେହି ବଡ଼ ଥାଏ, ବଡ଼ ଏକା କଳା ଠାକୁର। ଦୁନିଆରେ ଯଦି କେହି ଦୁଃଖ ଶୁଣେ, ସେହି ଏକା କଳା ପଥର। ବର୍ତ୍ତମାନ ଏଇ ଯେଉଁ କଥାଟି କହିଲେ, ମୋ ପୁଅ ଆଉ ପାଞ୍ଚ ପାଣ୍ଡବ ପୁଅ କ'ଣ କଲେ, ତାମାନେ ସେ ନିର୍ଦ୍ଦିଷ୍ଟ
କ୍ଷେତ୍ରର କଥା ଏଇଠି କହିଲେ। ତାମାନେ ଆଜିର କୁରୁକ୍ଷେତ୍ରକୁ ଇଣ୍ଡିକେଟ୍ କଲେ। ଏଇଠି କ'ଣ ମାନେ ମୋ ପୁଅ ସେମାନେ ବସି କ'ଣ କରୁଛନ୍ତି, କ'ଣ କଲେ। କିନ୍ତୁ ସଜ୍ଜନ ଆଉ ଟିକେ ତାକୁ ଆମେ ଟିକେ ବିସ୍ତୃତ କରିବା। ପ୍ରକୃତରେ ଧୃତରାଷ୍ଟ୍ର ଯେ ଅନ୍ଧ ଥିଲେ ଏକଥା ନୁହେଁ, ଜଗତ ସବୁବେଳେ ଧୃତରାଷ୍ଟ୍ର ଭୂମିକାରେ ଅଛି। ଅନ୍ଧକୁ ଯେମିତି କିଛି ଦେଖାଯାଏନି, ଅନ୍ଧାର ହିଁ ଦେଖାଯାଏ, ସେମିତି ଏ ଜଗତ ବର୍ତ୍ତମାନ ଧୃତରାଷ୍ଟ୍ର ରୂପରେ ଅଛି। ଆପଣ କହିପାରିବେ କି ଆଜି ଏଇଠି ବସିଛନ୍ତି, କାଲି ସକାଳୁ କେଉଁଠି ବସିଥିବେ, କେଉଁଠିକି ଯିବେ ଆପଣଙ୍କୁ ଜଣାଅଛି? କାହାରିକି ଗୋଟିଏ ଲୋକକୁ ଜଣାଅଛି କି? କିଏ ସେମିତି ଯୁଗ 10ଟା ଲୋକ ଅଛନ୍ତି ତାଙ୍କୁ ଜଣାଯାଉଛି, ଆମକୁ ଜଣାଯାଉଛି। ତେଣୁ ଇଏ ଜଗତ ହେଉଛି ଧୃତରାଷ୍ଟ୍ରମୟ। ତାଙ୍କ ପାଖରେ ଡାଏରୀ କିଛି ନାହିଁ। କାଲିକି ଏଇଆ କରିବି ସିଏ ଡାଏରୀ ସେ ଲେଖି ନାହାନ୍ତି କି ଲେଖି ଜାଣିବେନି। ଡାଏରୀଟା କାହା ପାଖରେ ଅଛି ନା ସଞ୍ଜୟଙ୍କ ପାଖରେ ଅଛି। ସଞ୍ଜୟ କିଏ? ସିଏ ହେଉଛନ୍ତି ସମୟ। ସଞ୍ଜୟ ଇଜ୍ ଇଜିକାଲ୍ ଟୁ ଟାଇମ୍। କାଲି ସକାଳୁ ଆପଣ କୋଉଠି ଦାନ୍ତ ଘଷିବେ, କି ଜଳଖିଆ ଖାଇବେ, କେଉଁଠାରେ ଗାଧେଇବେ, କେଉଁଠିକି ଯିବେ, ଏମିତି ଆନୁମାନିକ ଭାବରେ ହୁଏତ ଆପଣ ଟିକେ କହିଦେଇ ପାରିବେ। ଯେମିତି କିଛି ଲୋକ ଆଖି ବୁଜି ମିଛରେ କହିଦିଅନ୍ତି ତମର ଅମକ ଅମକ, ଏମିତି ସେମିତି ପ୍ରକୃତରେ ନୁହେଁ। ତେଣୁ ସମବେତ ଯଜୁତ୍ସବ ଏଠି କିଏ ବଡ଼ କିଏ ସାନ ଆପଣ କହିଲେ? 5ଟି ଆଙ୍ଗୁଠିରୁ ଗୋଟିଏ ଆଙ୍ଗୁଠି ବି ଛୋଟ ନୁହେଁ। ଛୋଟ ଭଳିଆ ଦେଖାଯାଉଥିବା କାଣି ଆଙ୍ଗୁଠି ସିଏ ମଧ୍ୟ ଛୋଟ ନୁହେଁ। ପବନ ବଡ଼ ନା ସମୁଦ୍ର ବଡ଼? ସମୁଦ୍ର ବଡ଼ ନା ପୃଥିବୀ ବଡ଼? ପୃଥିବୀ ବଡ଼ ନା ଆକାଶ ବଡ଼? ଆକାଶ ବଡ଼ ନା ଅଗ୍ନି ବଡ଼? ଅଗ୍ନି ବଡ଼ ନା ସୂର୍ଯ୍ୟ ବଡ଼? କାହାକୁ ଆପଣ ଛୋଟ କହିବେ? ଯେତେ ଗୁଡ଼ିଏ କଥା କହିଲି, ଗୋଟିଏ କଥା ଯଦି ସେଥିରୁ ବଞ୍ଚିତ ହୁଏ, ପୃଥିବୀ ଚାଲିପାରିବ କି? ସୃଷ୍ଟି ଚାଲିପାରିବ କି? ସୂର୍ଯ୍ୟଙ୍କ ବିନା ଚନ୍ଦ୍ରଙ୍କ ବିନା ଇଏ ସୂର୍ଯ୍ୟ ଚନ୍ଦ୍ର ବାୟୁ ପୃଥିବୀ ସମୁଦ୍ର ୟାଙ୍କ ବିନା ପୃଥିବୀରେ କୋଉ ଜୀବଟି ଆଗେ ରହିପାରିବ? ପୃଥିବୀ ତ ରହିବ କି ନାହିଁ, ଜୀବ ଗୋଟେ ଛୋଟିଆ ପିମ୍ପୁଡ଼ିଟିଏ ବଞ୍ଚିପାରିବ? ତେଣୁ ଧର୍ମକ୍ଷେତ୍ର ସ୍ୱରୂପୀ କୁରୁକ୍ଷେତ୍ର, ଇଏ ହେଉଛି ପ୍ରଥମ କଥା। ସେଇ ଗୀତାର ପ୍ରଥମ ଶ୍ଲୋକଟିକୁ ଏଭଳି କହିଲା ବେଳେ ମଝିରେ ଆଉ ଗୋଟେ ଗେଞ୍ଜାମ, ଆଉ ଗୋଟେ କେଞ୍ଚ ମାରିଦେଲେ, ସ୍ୱଧର୍ମେ ନିଧନଂ ଶ୍ରେୟ। ନିଜ ଧର୍ମରେ ତମେ ମର। ଇଏ କଥାଟି ପୁଣି କ'ଣ ହେଲା? ସ୍ୱଧର୍ମ କହିଲେ କ'ଣ? ସାଙ୍ଗେ ସାଙ୍ଗେ ଘରଠୁ କିଛି ବିଜ୍ଞ ଲୋକ କହିବେ ସ୍ୱଧର୍ମ ମାନେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ବୌଦ୍ଧ ଜୈନ। ଏ କଥା ମୁଁ କହିବାକୁ ବିଲକୁଲ ଚାହେଁ ନା। ସ୍ୱଧର୍ମ ତମେ ଯେଉଁ କର୍ମରେ ବ୍ରତୀ ହେଇଛ, ମୁଁ ବି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଇଏ କଥା ବି ମୁଁ କହିବାକୁ ଚାହେଁ ନା। ତମେ ଯେଉଁ କର୍ମରେ ବ୍ରତୀ ହେଇଛ, ମନେ କରାଯାଉ ତମକୁ କୁହାଯାଇଛି ତମେ ବାସନ ମାଜିବ, ତମେ ସେଇଟାକୁ ଠିକ୍ କରୁଛ କି? ଆଉ ଜଣକୁ କୁହାଯାଇଛି ତମେ ଝାଡ଼ୁ ମାରିବ,
ଝାଡ଼ୁ ଠିକ୍ ମାରୁଛ ନା କଜିଆ କରୁଛ? ଆଉ କାହାକୁ କୁହାଯାଉଛି ପରିବା ଅମଣିଆ କରିବ, କରୁଛ ନା ବସି ଗପୁଛ? ଆଉ କାହାକୁ କୁହାଯାଇଛି ନାମ କରିବ, ନାମ କରୁଛ କି ନାହିଁ? କାହାକୁ କୁହାଯାଇଛି ହଳ ବୁଲେଇବ, ସେ ହଳ ବୁଲଉଛି କି ନାହିଁ? ଯେତେବେଳେ ମଣିଷ ନିଜ ନିଜର କର୍ମ ବା କର୍ତ୍ତବ୍ୟକୁ ଭୁଲିଯାଏ ତା ସିଏ ମୃତ୍ୟୁ ସହିତ ସମାନ। ଗୋଟେ ଗୋଟେ ଲୋକଙ୍କର ଅଭ୍ୟାସ ଅଛି, କିଛି କରିପାରିବେନି, କିଛି କରନ୍ତି ବି ନାହିଁ, ଅନ୍ୟକୁ ଅଙ୍ଗୁଳି ଦେଖେଇ କହିବେ ତୁ କାହିଁ କଲୁନି, ସେଇଟା କାହିଁ ହେଲାନି, ଏଇଟା କାହିଁ କଲୁନି। ତମେ କିଏ? ହୁ ଆର୍ ୟୁ? ତମେ କିଏ? ତମେ ଗୋଟେ ବିରାଟ ସୃଷ୍ଟିର ଗୋଟେ ବିନ୍ଦୁ ବି ନୁହଁ, ଗୋଟେ ବିନ୍ଦୁର 1000 ଗୁଣର ଗୋଟେ ଅଂଶ। ତମେ ଏତେ କଥା କହିବାକୁ କିଏ? ତେମେ ନିଜ ନିଜର କର୍ମ, ଶିକ୍ଷକ କହିବ ଏ ପିଲାଗୁଡ଼ା ପାଠ ପଢ଼ୁନାହାନ୍ତି, ପାଠ ପଢ଼ିବାକୁ ପରା ତମେ ଆଇଛ? ତମେ ଠିକ୍ ପାଠ ପଢ଼ଉଛ କି? ତାଙ୍କୁ ଠିକ୍ ପରୀକ୍ଷା କରୁଛ କି? ତାହେଲେ ତମେ ଠିକ୍ ଶିକ୍ଷକ ବୋଲି କୁହାଯିବ। ଆଉ ତମେ କାହାକୁ କହୁଛ ଏ ଆମ ପିଲାଗୁଡ଼ା ପାଠ ପଢ଼ୁନାହାନ୍ତି? ତମ ପିଲାମାନେ ପାଠ ପଢ଼ୁନାହାନ୍ତି ଦାୟୀ କ'ଣ ଆମେ? ଅଭିଭାବକ ମାନେ କ'ଣ ଦାୟୀ? ସେଟା ପାଠ ପଢ଼େଇବା ପାଇଁ ତମ ପାଖରେ ଛାଡ଼ିଛନ୍ତି। ପ୍ରତ୍ୟେକ ଜିନିଷ ଏତିକି କେବଳ ମନେ ରଖନ୍ତୁ, ଧର୍ମ କହିଲେ ମୋର କର୍ମ, ମୋ କର୍ମ ହିଁ ମୋ ପାଇଁ ଧର୍ମ। ସ୍ୱଧର୍ମେ ନିଧନଂ ଶ୍ରେୟ। ସେଇ କର୍ମ କରୁ କରୁ ଜୀବନଟି ଅବସାନ ହେଇଯାଉ। ତୁମେ କର୍ମକୁ ଛାଡ଼ ନା। ଆଉ ତମେ ଯଦି କହିବ ଏ କାମଟା ଭଲ ନୁହେଁ, ଏ କାମଟା କରିବିନି, ସେ କାମଟା କରିବି, ସେ କାମଟା ନହେଲେ ଯଦି କେଉଁ କାମ କେଉଁଠି କିଛି ନହେଲା ତାହେଲେ ଛାଡ଼ି ଛୁଡ଼ି ଦେଇକିରି ନବଦ୍ୱୀପ ପଳେଇବି, ନହେଲେ ଅଯୋଧ୍ୟା ପଳେଇବି, ବୃନ୍ଦାବନ ଯିବି। ତୁମେ ହେଉଛ ଏକମାତ୍ର ଅଲକ୍ଷଣା ପୁରୁଷ। ତୁମକୁ କର୍ମ ଦେଖାଯାଉନି, କେବଳ ଦେଖାଯାଉଛି କେଉଁଠି ଖାଇବା ପିଇବା ଭଲ ମିଳିବ, ଆଉ ମାନେ କିଛି କାମ କରିବାକୁ ଆମକୁ କେହି ବରାଦ କରିବେନି, ଆମେ ସେଇଠିକି ଯିବୁ। ସେଥିପାଇଁ ବୃନ୍ଦାବନ ତୁମକୁ ପାଇକିରି ଖୁସି ନୁହେଁ, କି ନବଦ୍ୱୀପ ବି ଖୁସି ନୁହନ୍ତି, କିମ୍ବା ଜଗନ୍ନାଥ ମଧ୍ୟ ଶ୍ରୀକ୍ଷେତ୍ର ମଧ୍ୟ ଖୁସି ନୁହେଁ। କର୍ମ ଯୋଉଠି ଜଗନ୍ନାଥଙ୍କ କ୍ଷେତ୍ରରେ କର୍ମର ଦେବତା ହେଉଛନ୍ତି ସ୍ୱୟଂ ବଳଦେବ। ଏଠି ସେ କହିଲେ ଯେ ସ୍ୱଧର୍ମେ ନିଧନଂ ଶ୍ରେୟ, ପରଧର୍ମ ଭୟାବହ। ଆଉ ଗୋଟେ ଜାଗାରେ କହିଲେ, ମୁଖ୍ୟ ଯୋଗରେ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଅହଙ୍କାରକୁ ତ୍ୟାଗ କରି, ଅଭିମାନକୁ ତ୍ୟାଗ କରି, ଈର୍ଷାବାଦ ଆକୁ ସବୁ ତ୍ୟାଗ କରି ତୁମେ ଜଣଙ୍କର ଆଦର୍ଶରେ ଆଦର୍ଶାୟିତ ହୁଅ। ଆଉ ଆଜି ହୋମିଓପାଥିକ, କାଲି ଏଲୋପାଥିକ, ପରଦିନ ଆୟୁର୍ବେଦିକ, ତାପରଦିନ କିଛି ନାହିଁ, ଏସବୁ ନୁହେଁ। ନିର୍ବାଚନ କର, ମୁଁ କ'ଣ କରିବି। ତମର ଅନେକ ମତ ତମ ମୁଣ୍ଡ ଭିତରକୁ ଆସୁଛି। ଏଇଆ କରିବି, ସେୟା କରିବି, ମାଛ ବେପାର କରିବି, କେତେବେଳେ କହିବ ମାଂସ ବେପାର କରିବି, କେତେବେଳେ କହିବ ନା ନା ଏଇଭଳିଆ କରିବି, ଚାହା ଦୋକାନ କରିବି, କେତେବେଳେ ପରିବା ଦୋକାନ କରିବି। ଏ କେଉଁଟା ତେବେ କରିବ, ସେଇଟା ଏକାଗ୍ରତାର ସହିତ, ଧୈର୍ଯ୍ୟର ସହିତ ସେ କାର୍ଯ୍ୟ କରି ତାକୁ ସମ୍ପନ୍ନ କରିବା ପାଇଁ ଚେଷ୍ଟା କର, ତାଦ୍ୱାରା ତୁମେ ଫଳ ପାଇବ। ତେଣୁ ସମସ୍ତ ମତବାଦକୁ ଦୂରରେ ରଖି
ତମେ କେଉଁ ମତର ସିଏ କେଉଁ ମତର ଏତେ କଥା ନାହିଁ। ଆମ ମତଟି ବଡ଼, ତାଙ୍କ ମତଟି ମଝିଆ, ତାଙ୍କ ମତଟି ସାନ, ଏଗୁଡ଼ାକ ସବୁ ସଂକୀର୍ଣ୍ଣତା। ସମସ୍ତ ମତବାଦକୁ ଦୂରୀଭୂତ କରି ଆଦର୍ଶରେ ଆଦର୍ଶାୟିତ ହୁଅ। ଧର୍ମ କହିଲେ ଆଦର୍ଶ। ଆଉ ବୋଲି ତମେ କହିବ ମୁଁ ମଣିଷ ମର୍ଡର କରିବି, ମୁଁ ଚୋରି କରିବି, ମୁଁ ଡକାୟତ କରିବି, ଏଗୁଡ଼ା କ'ଣ ଧର୍ମ? ଗୋଟିଏ ନିର୍ଦ୍ଦିଷ୍ଟ ଆଦର୍ଶରେ ଜୀବନକୁ ଗଠନ କର। ଆମେ ଯେଉଁ ପଦଟି ଲେଖିଛେ, ଆସୁ ଝଡ଼ ଝଞ୍ଜା ଜୀବନରେ ସଦା, ନ ଭୁଲୁ ଏ ମନ ପ୍ରାଣ, ବହି ଯାଉ ପଛେ ସାଗର ଲହଡ଼ି, ଥାଉ ସଦା ପାଦେ ମନ, ଠେଲି ଦିଅ ନାହିଁ ଶ୍ରୀପାଦ ପଦ୍ମରୁ, ଏହି ଶେଷ ପୁଷ୍ପାଞ୍ଜଳି। ଜୟ ହେ ସଦ୍ଗୁରୁ, ଜୟ ହେ ଅନନ୍ତ, ସନ୍ତାନର ଏହି ହୋ, ସନ୍ତାନର ସନ୍ତାନର ଏହି। ଜୀବନରେ କର୍ମ କରିବାକୁ ହେଲେ, ନିର୍ଦ୍ଦିଷ୍ଟ ଆଦର୍ଶରେ ଆଦର୍ଶାୟିତ ହେବାକୁ ହେଲେ ଅନେକ ଝଡ଼, ଅନେକ ଝଞ୍ଜା, ଅନେକ ନିନ୍ଦା, ଅନେକ ଦୁଃଖ ଆସିବ। ଆଉ ବୋଲି କ'ଣ ଆମେ ଛାଡ଼ିକିରି ପଳେଇବା? ଏଇ ଆଶ୍ରମ ଭିତରୁ କେତେକ ପଳେଇଲେଣି, ପଳାନ୍ତୁ, କୋଉଠିକି ଯିବେ? ଯାଇ ଯାଇ ନେଉଳ ଯାଇ ଯାଇ କିଆ ବୁଦକୁ, ସେମିତି ତମେ ଏଇ ପୃଥିବୀରେ ରହିବ, ଏଇ ଦେଶରେ ରହିବ। ଏଠି ନାମ କରୁଥିଲ ଆଉ କେଉଁଠି ନାମ କରିବ, ଏଠି କାମ କରୁଥିଲ ଆଉ କେଉଁଠି କାମ କରିବ, କିନ୍ତୁ ସବୁବେଳେ ନିର୍ଦ୍ଦିଷ୍ଟ ଆଦର୍ଶରେ ଜୀବନକୁ ଅତିବାହିତ କର। ଏଇଠି ବର୍ତ୍ତମାନ ବୃନ୍ଦାବନରୁ ଜଣେ ଆମର ବାବାଜୀ ଆସିଛନ୍ତି, କ'ଣ ତାଙ୍କ ନାଁ? ଗୋପାଳ ବାବା। ସୁନ୍ଦର ପିଲା, ସୁନ୍ଦର ଯୁବକ, ପାଲା ଗାୟକ ସେ ଥିଲେ। ବର୍ତ୍ତମାନ ବାଦ୍ୟ ବଜାଉଛନ୍ତି, ସଂକୀର୍ତ୍ତନ ଗାଉଛନ୍ତି, ଭକ୍ତ ଶିଷ୍ୟମାନଙ୍କ ଘରକୁ ଯାଉଛନ୍ତି। ସବୁଦିନେ ରାଧାରାଣୀଙ୍କ ବର୍ଷାଣା, ରାଧାରାଣୀଙ୍କ ଆସ୍ଥାନରେ ବସି କିଛି ରାଧା ତତ୍ତ୍ୱ ସେ କହୁଛନ୍ତି। କିନ୍ତୁ ଓଡ଼ିଶାର ପାଲା ସଂସ୍କୃତି ପ୍ରତି ତାଙ୍କର ଏବେ ମଧ୍ୟ ଲକ୍ଷ୍ୟ। ମୁଁ କାହିଁକି କହୁଛି, ମୁଁ ତାଙ୍କ ବିଷୟରେ କିଛି କହୁନି। ମୋର କହିବା କଥା, ମୋତେ ସେ ନେଇଥିଲେ ରାଧାରାଣୀକି ଦେଖିବା ପାଇଁ। ସିଏ ଯେଉଁ ଭିଡ଼, ହଜାର ହଜାର ଲୋକ, ସତେ ଯେମିତି ମୋତେ ସମସ୍ତେ ଚିହ୍ନିଛନ୍ତି, ବଳିଆ ସମସ୍ତଙ୍କୁ ଚିହ୍ନିଛି। ସିଏ ମୋତେ ନମସ୍କାର କରୁଥାନ୍ତି, ରାଧେ ରାଧେ କହୁଥାନ୍ତି, ମୁଁ ତାଙ୍କୁ କହୁଥାଏ। ଯାହା ହଉ, ଦର୍ଶନଟି ଖୁବ୍ ସୁନ୍ଦର ଭାବରେ ହେଲା। ମୁଁ ମନେ ମନେ ଭାବୁଛି, ଏଠି ଖାଲି ରାଧେ ରାଧେ କହିଲେ ହେବନି, ଗୋଟେ ରାଧାରାଣୀଙ୍କର ସେ ପୂଜା ହେବ ନ ହେବ, କିନ୍ତୁ ଗୋଟେ ରାଧା ରାଣୀଙ୍କର, ରାଧା ଗୋଟେ ତତ୍ତ୍ୱ, ରାଧା ଗୋଟେ ବ୍ୟକ୍ତି ନୁହନ୍ତି, ରାଧା ଗୋଟିଏ ଦର୍ଶନ, ରାଧା ଗୋଟିଏ ବ୍ୟାପକ ତତ୍ତ୍ୱ। ତେଣୁ ଆମେ ଗୋଟେ ରାଧାଙ୍କର ମୂର୍ତ୍ତିଟିଏ କରିବା। କ'ଣ କେମିତି କରିବା? ପୁଣି ଭାବୁଛି ନାହିଁ, ଆମେ ତ ମୂର୍ତ୍ତିଗୁଡ଼ା ସବୁ ବିସର୍ଜନ କରିଦେଉଛେ, ଆଉ କାହିଁ ତାକୁ ରଖିବା। ଆଜି ଦେଖନ୍ତୁ, ସେ ବାବାଜୀ କାଲି ସନ୍ଧ୍ୟାରେ ଆସିଥିଲେ। ଆଉ ମୁଁ ତ ସନ୍ଧ୍ୟା ବେଳୁ ଟିକେ ମୁଁ କାହାକୁ ଦେଖା ଦେଉନି। এই কথা ଟିକେ କହିସାରିଲି, ତାପରେ ମୁଁ ଟିକେ ଆସନ କରିବି, ଧ୍ୟାନ କରିବି, ପ୍ରାଣାୟାମ ଟିକେ କରିବି, ଟିକେ ଏକ୍ସରସାଇଜ କରିବି, ତାପରେ ମୁଁ ଯାଇକିରି ଟିକେ ଶାନ୍ତିରେ ଖାଇକିରି ଶୋଇବି।
ସିଏ ଆଜି କହିଲେ ଯେ ସିଏ ସବୁଦିନେ ରାଧାରାଣୀଙ୍କର କଥା କହନ୍ତି, ଚକୋଲେଟ୍ ବି ପିଲାମାନଙ୍କୁ ସବୁ ବାଣ୍ଟନ୍ତି, ଗୋଟିଏ ଭଡ଼ା ଘରେ ରହିଛନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ଘରର ଲୋକ ତାଙ୍କୁ ମାଧପୁରୀ ଆଣିକିରି ଦିଏ, ସେ ସେଇଥିରେ ସନ୍ତୁଷ୍ଟ ଅଛନ୍ତି ଏବଂ ସେ ଗୋଟିଏ ସ୍ୱତନ୍ତ୍ର କିଛି କରିବାକୁ ଚାହୁଁଛନ୍ତି। ଆମେ ବି ନିଶ୍ଚୟ ଅଳ୍ପ ହେଉ ବହୁତ ହେଉ ସାହାଯ୍ୟ କରିବା। କିନ୍ତୁ ସେ କହିଲେ କ'ଣ ଯେ ମୁଁ ତାଙ୍କୁ ପଚାରିଲି ଯେ ରାଧାକୁ ବର୍ଷାଣାରେ ଯେଉଁ ରାଧାଙ୍କର ମୂର୍ତ୍ତି ଅଛି ତାଙ୍କ ମୂର୍ତ୍ତି ଟିକେ ଫୋନରେ ଦେଖେଇ ହେବ କି? ସେ ସବୁ ଦେଖାଇଲେ, କିନ୍ତୁ ସେ କହିଲେ ଏଇ ଅଳ୍ପ ଦିନ ତଳେ ସେ ଯେଉଁଠି ରାଧାରାଣୀଙ୍କର କଥା କହୁଛନ୍ତି ସେଇଠି ସେ ରାଧାରାଣୀଙ୍କର କଥା କହୁଛନ୍ତି। ଉଠିଲା ବେଳକୁ ଦେଖିଲେ ତାଙ୍କ ପଛପଟରେ ଗୋଟିଏ ରାଧାଙ୍କର ମୂର୍ତ୍ତି ଥୁଆ ହେଇଛି। ତାହେଲେ କୁହନ୍ତୁ ରାଧା ଜୀବନ୍ତ ନା ମୃତ ନା କୁହନ୍ତି ତୁମକୁ କବିର କଳ୍ପନା ନା କଳ୍ପିତ? ମୁଁ ଯେତେବେଳେ ସେ ରାଧାଙ୍କର ମୂର୍ତ୍ତିଟାକୁ ଦେଖିଦେଲି ମୁଁ କହିଲି ଏଇ ମୂର୍ତ୍ତି ହିଁ ଆଶ୍ରମରେ ସ୍ଥାନ ପାଇବେ। ଆମେ ପୂଜା କରିବୁନି, ଖାଲି ରାଧେ ରାଧେ କହିବୁ। ଆମର କିଏ ପୂଜା କରିବ? ତେଣୁ ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁସୁତେ ଦେବୀ ପ୍ରଣମାମି ହରିପ୍ରିୟ। ମୁଁ ଭାବୁଛି ରାଧାଙ୍କର ଗୋଟେ ମୂର୍ତ୍ତି କେମିତି ପ୍ରତିଷ୍ଠା କେମିତି କରିବା। ସଂଘାତରେ ଅଛି ସେ ପାଖରେ ବାବାଜୀ ରାଧାରାଣୀଙ୍କ କଥା ଟିକେ କହି ଲୋକମାନଙ୍କୁ ନିଜର କରୁଛନ୍ତି ଏବଂ ବୃନ୍ଦାବନରେ ସମୟ ଅତିବାହିତ କରୁଛନ୍ତି। ବର୍ତ୍ତମାନ ସିଏ ଯେଉଁଠି ରାଧାରାଣୀ କହୁଥିଲେ ରାଧାରାଣୀ ମୂର୍ତ୍ତି ହେଇକରି କେମିତି ତାଙ୍କ ପାଖକୁ ଆସିଲେ? କିଏ ତାଙ୍କ ପାଖକୁ ଆଣିକି ଥୋଇ ଦେଇକି ଗଲା? ଯଦି ବ୍ୟକ୍ତି ଥୋଇଛି ତ ଜାଣିପାରିବେ ଗୋଟେ ବ୍ୟକ୍ତି ଆଣିକି ମୂର୍ତ୍ତିଟାକୁ ଥୋଇଲା। ତୁ ଅଭିମନ୍ୟୁଙ୍କର ସେଇ କଥା ମୋର ମନେ ପଡ଼ୁଛି, ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି। ଏଇ ଯେଉଁ କଥା ପଦକ ସେ ଲେଖିଛନ୍ତି ଏଇଠି ତାର ପ୍ରମାଣ ହେଲା। ଅପ୍ରାକୃତ ପ୍ରେମ ମୂର୍ତ୍ତି ସେ ଗୋଟେ ଅନୁଭବ କରିଥିଲେ ବୋଲି ଲେଖିଛନ୍ତି ନା ଆଉ ନା ଖାଲି କବି ହେଇକି ଲେଖିକି ଗଲେ? ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି, ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରୀ। ଆଉ ଏଇଟା ସେ ପଦଟା ଏଇଠି ଠାକିଲା। ଆଉ ବର୍ତ୍ତମାନ ସ୍ୱୟଂ ରାଧାରାଣୀଙ୍କୁ ତାଙ୍କ ନାମକୁ ସ୍ମରଣ କରୁ କରୁ ସିଏ ପୁଣି ମୂର୍ତ୍ତି ରୂପରେ ଆଜି ତାଙ୍କ ପାଖରେ ପହଞ୍ଚିଲେଣି। ତେଣୁ ସଜ୍ଜନ ସବୁବେଳେ ପିଲାମାନେ ମନେ ରଖ, ଇଏ ନୂଆ ମସିହା ନୁହେଁ, ଇଏ ନୂଆ ମସିହା, ଇଏ ନୂଆ ବର୍ଷ ନୁହେଁ। ଆମେ ଯଦି ନୂଆ ନୂଆ ଉଦ୍ଭାବନ, ନୂଆ ନୂଆ ଭାବନା, ନୂଆ ନୂଆ ଚିନ୍ତନ ଆମେ କରିବା ତାହେଲେ ସେଇଟା ହିଁ ହେବ ଆମର ନୂଆ ବର୍ଷ। ଆଜି ଗୋଟିଏ ମାଆଟିଏ ଜ୍ୟୋତିଷରେ କ'ଣ କାଲି ରାତିରେ କହୁଥିଲା, ବୁଦ୍ଧ ମହାଦଶା ପଡ଼ିଛି ବୁଂ ମନ୍ତ୍ର ଜପ କର। ମୋ କାନ ଉଠିଲା ଦିନ ମୁଁ ଶୁଣିନି ବୁଂ ଗୋଟେ ବୀଜ ମନ୍ତ୍ର କେଉଁଠି ଅଛି। ତେଣୁ କ'ଣ କହିବା, ଯାହାକୁ କହିବା ସିଏ ଗୋଟେ ଏଡ଼େ ବଡ଼ ଗୋଟେ ମୁହଁଟାକୁ ଫୁଲେଇବ। ଆଉ ମୋତେ ବାବା ବଳିଆ ଏମିତି କହୁଛନ୍ତି। ହେ ସବୁ କିଛି ନୁହେଁ। ମେଷ ବୃଷ ମିଥୁନ ରାଶିରେ ବର୍ତ୍ତମାନ କିଛି ସେଭଳି ବିପଦ ନାହିଁ, କିନ୍ତୁ ସୂର୍ଯ୍ୟଙ୍କର ଉପାସନା କର। ସୂର୍ଯ୍ୟଙ୍କୁ ଆଦିତ୍ୟ ହୃଦୟ ପାଠ କର। ମେଷ ବୃଷ ମିଥୁନ। କର୍କଟ ସିଂହ କନ୍ୟା ତୁଳାରେ ଆପଣମାନେ ସେଇ ସୂର୍ଯ୍ୟଙ୍କୁ ନମସ୍କାର କରିବେ। ପୂର୍ଣ୍ଣମୀ ରାତିରେ ଚନ୍ଦ୍ରମାଙ୍କୁ ଟିକେ ପ୍ରାର୍ଥନା କରିବେ। ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ଗଲା ନା କ'ଣ? କେଉଁ ଜାଗାରେ କହିଲି ବା? ତୁଳା ବିଛା ଧନୁ ମକର,
ଏଥିପାଇଁ ଗ୍ରାମ୍ୟ ଦେବୀଙ୍କୁ ମାର୍ଜନା କର। ତୁଳା ବିଛା ଧନୁ ମକର କୁମ୍ଭ ମୀନରେ ଇଏ ରାଶିମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ରାଶିମାନେ ଉପଦ୍ରବ କରନ୍ତିନି। ଉପଦ୍ରବ ଗୁଡ଼ାକ ହେଉଛି ଗୋଟେ ଅସ୍ଥାୟୀ ଜିନିଷ। ଏଥିପାଇଁ ଭଗବାନ ମହାବିନାୟକାୟ ନମଃ ଏହାକୁ ପାଳନ କର। ମହାବିନାୟକ ଗଣେଶଙ୍କୁ ପ୍ରାର୍ଥନା କର। ଏବଂ ଯେଉଁମାନେ ଶନି ରାହୁ କେତୁ ଏସବୁ କଥାକୁ ଚିନ୍ତା କରୁଛନ୍ତି ଶନିଶ୍ଚର ମହାଗ୍ରହାୟ ନମ କହି ସବୁଦିନେ ନମସ୍କାର କରିବେ। କଥାଟି ଏଇଠି ବିଶ୍ରାମ ଦେଲି। ଶ୍ରୀ ଗୁରୁ ପ୍ରେମାନନ୍ଦେ ନିତାଇ ଗୌର ହରିବୋଲ। ସମସ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କର, ତାପରେ କଥା ଶେଷ କରିବା। ଆନନ୍ଦ କବାର ହରି हरि बोल। जय श्री राम।